ଆକାଶବାଣୀ। ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ସେଣ୍ଟ୍ରାଲ ୟୁନିଭର୍ସିଟି ଅଫ୍ ପଞ୍ଜାବ ଏବଂ ଭଟିଣ୍ଡା ଏମ୍ସର ସମାବର୍ତ୍ତନ ସମାରୋହରେ ଆଜି ଯୋଗଦେବେ ରାଷ୍ଟ୍ରପତି। ଭାରତ ଓ ମରିସସ୍ର ଇତିହାସ ଏବଂ ସଂସ୍କୃତି ପରସ୍ପର ସହ ଜଡ଼ିତ କହିଲେ ପ୍ରଧାନମନ୍ତ୍ରୀ। 2024-25 ବର୍ଷ ପାଇଁ ଖାଦ୍ୟଶସ୍ୟ ଉତ୍ପାଦନ ଆକଳନ ରିପୋର୍ଟ ଉନ୍ମୋଚନ କଲେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ। ସିରିଆର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ଘୋଷଣା, ଶେଷ ହୋଇଛି କ୍ଷମତାଚ୍ୟୁତ ରାଷ୍ଟ୍ରପତି ଅସଦଙ୍କ ସମର୍ଥକଙ୍କ ବିରୋଧରେ ସାମରିକ ଅଭିଯାନ। ଏବଂ ନୂଆଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମ୍ଠାରେ ଆଜିଠାରୁ ଆରମ୍ଭ ହେଉଛି ବିଶ୍ୱ ପାରା ଆଥଲେଟିକ୍ସ ପ୍ରତିଯୋଗିତା। ତିନିଦିନିଆ ହରିୟାଣା, ପଞ୍ଜାବ ଓ କେନ୍ଦ୍ରଶାସିତ ଅଞ୍ଚଳ ଚଣ୍ଡିଗଡ଼ ଗସ୍ତ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପଞ୍ଜାବରେ ପହଞ୍ଚିବେ। ରାଷ୍ଟ୍ରପତି ସେଣ୍ଟ୍ରାଲ ୟୁନିଭର୍ସିଟି ଅଫ୍ ପଞ୍ଜାବ ଏବଂ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସ ଭଟିଣ୍ଡାର ସମାବର୍ତ୍ତନ ସମାରୋହରେ ଆଜି ଯୋଗଦେବେ। ଏହି କାର୍ଯ୍ୟକ୍ରମରେ ପଞ୍ଜାବ ରାଜ୍ୟପାଳ ଗୁଲାବ ଚାନ୍ଦ କଟାରିଆ ଏବଂ ଅନ୍ୟ ମାନ୍ୟଗଣ୍ୟ ଅତିଥି ଉପସ୍ଥିତ ରହିବେ। ସେଣ୍ଟ୍ରାଲ ୟୁନିଭର୍ସିଟିରେ ରାଷ୍ଟ୍ରପତି 1031 ଜଣଙ୍କୁ ସ୍ନାତକୋତ୍ତର ଡିଗ୍ରୀ, 60 ଜଣଙ୍କୁ ପିଏଚ୍ଡି ଡିଗ୍ରୀ ଏବଂ 43 ଜଣ କୃତି ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣପଦକ ପ୍ରଦାନ କରିବେ। ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା 5 ଜଣଙ୍କୁ ସମ୍ମାନଜନକ ଡିଲିଟ୍ ଡିଗ୍ରୀ ରାଷ୍ଟ୍ରପତି ପ୍ରଦାନ କରିବେ। ଏମ୍ସ ଭଟିଣ୍ଡାଠାରେ ରାଷ୍ଟ୍ରପତି ଚିକିତ୍ସା ବିଜ୍ଞାନର ବିଭିନ୍ନ କ୍ଷେତ୍ରର କୃତି ଛାତ୍ରଛାତ୍ରୀଙ୍କୁ 72ଟି ଡିଗ୍ରୀ ଏବଂ ପଦକ ପ୍ରଦାନ କରିବାର କାର୍ଯ୍ୟସୂଚୀ ରହିଛି। ସନ୍ଧ୍ୟାରେ ମୋହାଲିଠାରେ ପଞ୍ଜାବ ସରକାରଙ୍କ ଦ୍ୱାରା ଆୟୋଜିତ ହେବାକୁ ଥିବା ଏକ ନାଗରିକ ସମ୍ବର୍ଦ୍ଧନା ସମାରୋହରେ ରାଷ୍ଟ୍ରପତି ଯୋଗଦେବେ। ଆସନ୍ତାକାଲି ରାଷ୍ଟ୍ରପତି ଚଣ୍ଡିଗଡ଼ଠାରେ ପଞ୍ଜାବ ୟୁନିଭର୍ସିଟିର 72ତମ ସମାବର୍ତ୍ତନ ଉତ୍ସବକୁ ସମ୍ବୋଧନ କରିବେ। ସୂଚନାଯୋଗ୍ୟ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତକାଲି ହରିୟାଣାର ହିସାରସ୍ଥିତ ଗୁରୁ ଜାମ୍ବେଶ୍ୱର ବିଜ୍ଞାନ ଓ ବୈଷୟିକ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିଲେ। ପରେ ରାଷ୍ଟ୍ରପତି ବ୍ରହ୍ମକୁମାରୀ ସଂସ୍ଥାର ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ସାମଗ୍ରିକ କଲ୍ୟାଣ ପାଇଁ ଆଧ୍ୟାତ୍ମିକ ଶିକ୍ଷାର ଶୁଭାରମ୍ଭ କରିଥିଲେ। ଦୁଇଦିନିଆ ମରିସସ୍ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳେ ପୋର୍ଟ ଲୁଇସ୍ରେ ପହଞ୍ଚିବେ। ଗସ୍ତ ସମ୍ପର୍କରେ ମତାମତ ଦେଇ ପ୍ରଧାନମନ୍ତ୍ରୀ ଗତକାଲି କହିଛନ୍ତି, ମରିସସ୍ ହେଉଛି ଭାରତର ଏକ ଘନିଷ୍ଠ ସାମୁଦ୍ରିକ ପଡ଼ୋଶୀ ରାଷ୍ଟ୍ର। ଭାରତ ମହାସାଗରର ଏକ ପ୍ରମୁଖ ସହଯୋଗୀ ଏବଂ ଆଫ୍ରିକା ମହାଦେଶର ପ୍ରବେଶ ପଥ। ଉଭୟ ଦେଶର ଇତିହାସ ଏବଂ ସଂସ୍କୃତି ପରସ୍ପର ସହ ଜଡ଼ିତ। ଏହି ଗସ୍ତ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ସହ ବିଭିନ୍ନ କ୍ଷେତ୍ରରେ ନୂତନ ମାର୍ଗ ଉନ୍ମୋଚନ କରିବ। ପ୍ରଧାନମନ୍ତ୍ରୀ କହିଛନ୍ତି, ଦ୍ୱିପାକ୍ଷିକ ଭାଗିଦାରୀକୁ ଅଧିକ ସୁଦୃଢ଼ କରିବା ଏବଂ ଲୋକଙ୍କ ପ୍ରଗତି ଏବଂ ସମୃଦ୍ଧିକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ମରିସସ୍ ଶୀର୍ଷ ନେତୃବୃନ୍ଦଙ୍କ ସହ ଆଲୋଚନା ହେବ। ପ୍ରଧାନମନ୍ତ୍ରୀ ଆଜି ମରିସସ୍ର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପ୍ରତିଷ୍ଠାତା ସିଓସାଗୁର ରାମଗୁଲାମ ଏବଂ ମରିସସ୍ର ପୂର୍ବତନ ରାଷ୍ଟ୍ରପତି ତଥା ପ୍ରଧାନମନ୍ତ୍ରୀ ସାର୍ ଅନିରୁଦ୍ଧ ଜଗନ୍ନାଥଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ସାର୍ ସିଓସାଗୁର ରାମଗୁଲାମ ବଟାନିକାଲ ଗାର୍ଡନ ଗସ୍ତ କରିବେ। ସେଠାରେ ସେ ଏକ ଚାରାରୋପଣ କାର୍ଯ୍ୟକ୍ରମରେ ଯୋଗଦେବେ। ଏହାପରେ ପ୍ରଧାନମନ୍ତ୍ରୀ ମରିସସ୍ ରାଷ୍ଟ୍ରପତି ଧର୍ମବୀର ଗୋକୁଲ, ପ୍ରଧାନମନ୍ତ୍ରୀ ଡକ୍ଟର ନବୀନ ଚନ୍ଦ୍ର ରାମଗୁଲାମ ଏବଂ ମରିସସ୍ର ବିଶିଷ୍ଟ ବ୍ୟକ୍ତି ଏବଂ ରାଜନୈତିକ ଦଳର ନେତାଙ୍କ ସହ ବୈଠକରେ ଯୋଗଦେବେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆସନ୍ତାକାଲି ମରିସସ୍ର ଜାତୀୟ ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଭାରତୀୟ ନୌସେନାର ଏକ ଜାହାଜ ସହ ଭାରତୀୟ ପ୍ରତିରକ୍ଷା ବାହିନୀର ଏକ ଦଳ ଏହି ସମାରୋହରେ ଅଂଶଗ୍ରହଣ କରୁଛନ୍ତି। ସାମୁଦ୍ରିକ ନିରାପତ୍ତା, ଦକ୍ଷତା ବୃଦ୍ଧି ଏବଂ ବାଣିଜ୍ୟ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ଦୃଢ଼ୀଭୂତ କରିବ ବୋଲି ଆଶା କରାଯାଉଛି। 2024-25 ବର୍ଷ ପାଇଁ ଖରିଫ ଖାଦ୍ୟଶସ୍ୟ ଉତ୍ପାଦନ ପ୍ରାୟ 1664 ଲକ୍ଷ ଟନ୍ ହେବ ବୋଲି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆକଳନ କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ପ୍ରମୁଖ କୃଷି ଫସଲ ଉତ୍ପାଦନର ଦ୍ୱିତୀୟ ଆଗୁଆ ଆକଳନ ଅନୁଯାୟୀ ରବି ଖାଦ୍ୟଶସ୍ୟ ଉତ୍ପାଦନ 1645 ଲକ୍ଷ ଟନ୍ରୁ ଅଧିକ ହେବ। ଖରିଫ ଧାନ ଉତ୍ପାଦନ 1206 ଲକ୍ଷ ଟନ୍ରୁ ଅଧିକ ହେବ ବୋଲି ପୂର୍ବାନୁମାନ କରାଯାଇଛି। 2023-24 ବର୍ଷରେ ଏହା 1132 ଲକ୍ଷ ଟନ୍ରେ ସୀମିତ ଥିଲା। ହରଡ଼ 35 ଲକ୍ଷ 11 ହଜାର ଟନ୍ ଏବଂ ଚଣା 115 ଲକ୍ଷ 35 ହଜାର ଟନ୍ ହେବ ବୋଲି ଆକଳନ କରାଯାଇଛି। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଏହି ରିପୋର୍ଟ ଉନ୍ମୋଚନ କରି କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର କୃଷି କ୍ଷେତ୍ରର ବିକାଶ ଦିଗରେ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ଏହି ଅବସରରେ କୃଷି ଓ କୃଷକଙ୍କ ପ୍ରୋତ୍ସାହନ ଦିଗରେ ନିଆଯାଇଥିବା ବିଭିନ୍ନ ଯୋଜନା ଉପରେ ମନ୍ତ୍ରୀ ଶ୍ରୀ ଚୌହାନ ଆଲୋକପାତ କରିଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସିରିଆର ମଧ୍ୟବର୍ତ୍ତୀକାଳୀନ ସରକାର କହିଛନ୍ତି
କ୍ଷମତାଚ୍ୟୁତ ରାଷ୍ଟ୍ରପତି ବଶର ଅଲ୍ ଅସଦଙ୍କ ସମର୍ଥକଙ୍କ ବିରୋଧରେ ଚାଲିଥିବା ସାମରିକ ଅଭିଯାନ ଶେଷ ହୋଇଛି। 13 ବର୍ଷ ଧରି ଦେଶରେ ଚାଲିଥିବା ଗୃହଯୁଦ୍ଧ ଗତ ଡିସେମ୍ବରରେ ଶେଷ ହେବା ପରେ ଏହା ସବୁଠାରୁ ବଡ଼ ଲଢ଼େଇ ଥିଲା ବୋଲି ସରକାର କହିଛନ୍ତି। ସୂଚନାଯୋଗ୍ୟ, ଲାଟାକିଆ ସହର ନିକଟରେ ପୁଲିସ ପେଟ୍ରୋଲିଂ ଉପରେ ଗତ ଗୁରୁବାର ବନ୍ଧୁକଧାରୀଙ୍କ ଆକ୍ରମଣ ପରେ ସଂଘର୍ଷ ଆରମ୍ଭ ହୋଇଥିଲା। ସିରିଆର ଉପକୂଳବର୍ତ୍ତୀ ଅଞ୍ଚଳରେ ଏହି ହିଂସାକାଣ୍ଡ ବ୍ୟାପିବା ଯୋଗୁଁ ସାଧାରଣ ନାଗରିକଙ୍କ ସମେତ ଅନେକ ମୃତାହତ ହୋଇଥିଲେ। ପ୍ରତିରକ୍ଷା ମନ୍ତ୍ରଣାଳୟର ଜଣେ ମୁଖପାତ୍ର କହିଛନ୍ତି, ସୁରକ୍ଷା ବାହିନୀ କ୍ଷମତାଚ୍ୟୁତ ରାଷ୍ଟ୍ରପତି ଅସଦଙ୍କ ସମର୍ଥକଙ୍କୁ ଖୋଜିବା ପ୍ରୟାସ ଜାରି ରଖିଛି। ଅନ୍ୟପକ୍ଷରେ ହିଂସା କାର୍ଯ୍ୟକଳାପକୁ ବନ୍ଦ ରଖିବାକୁ ବିଶ୍ୱ ନେତୃବୃନ୍ଦ ଆହ୍ୱାନ ଦେଇଥିବା ବେଳେ ଗତକାଲି ଜାତିସଂଘ ନିରାପତ୍ତା ପରିଷଦ ବୈଠକରେ ଏହା ଉପରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ଭାରତ ଏବଂ ଆର୍ମେନିଆର ସମ୍ପର୍କ ବେଶ୍ ସୁଦୃଢ଼। ଦିଲ୍ଲୀରେ ଗତକାଲିର ଆର୍ମେନିଆର ବୈଦେଶିକ ମନ୍ତ୍ରୀ ଆରାତ ମିର୍ଜୋୟାନଙ୍କ ସହ ଦ୍ୱିପାକ୍ଷିକ ବାଣିଜ୍ୟ ଏବଂ ପ୍ରତିରକ୍ଷା ସହଯୋଗ ନେଇ ଡକ୍ଟର ଜୟଶଙ୍କର ଆଲୋଚନା କରିଛନ୍ତି। ଡକ୍ଟର ଜୟଶଙ୍କର କହିଛନ୍ତି, ଭାରତରେ ପ୍ରଥମ ଆର୍ମେନିଆନ୍ ସମ୍ବାଦପତ୍ର ପ୍ରକାଶିତ ହୋଇଥିଲା। ସରକାର କହିଛନ୍ତି, ଇ ଶ୍ରମ ପୋର୍ଟାଲ ଅଧୀନରେ 30 କୋଟି 60 ଲକ୍ଷରୁ ଊର୍ଦ୍ଧ୍ୱ ଅଣସଂଗଠିତ ଶ୍ରମିକ ପଞ୍ଜୀକୃତ ହୋଇଛନ୍ତି। ଏହି ପୋର୍ଟାଲ 2021 ମସିହାରେ ଅଣସଂଗଠିତ କ୍ଷେତ୍ରର ଶ୍ରମିକଙ୍କ ପାଇଁ ଏକ ବ୍ୟାପକ ଜାତୀୟ ଡାଟାବେସ୍ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆରମ୍ଭ କରାଯାଇଥିଲା। ଲୋକସଭାରେ ଏକ ଲିଖିତ ଉତ୍ତରରେ ଶ୍ରମ ଓ ନିୟୋଜନ ରାଷ୍ଟ୍ରମନ୍ତ୍ରୀ ସୁଶ୍ରୀ ଶୋଭା କରନ୍ଦଲାଜେ କହିଛନ୍ତି, ମୋଟ ପଞ୍ଜୀକୃତ ଶ୍ରମିକଙ୍କ ମଧ୍ୟରୁ 53% ମହିଳା ଅଛନ୍ତି। ସେ କହିଛନ୍ତି, ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରଣାଳୟ ଏବଂ ବିଭାଗ ପକ୍ଷରୁ ଇ ଶ୍ରମ ସହ 13ଟି ଯୋଜନାକୁ ସମନ୍ୱୟ କରାଯାଇଛି। ସେଗୁଡ଼ିକ ମଧ୍ୟରେ ପିଏମ୍ ସ୍ୱନିଧି, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଏବଂ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ରହିଛି। ନୂଆଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମ୍ଠାରେ ଆଜି ଅପରାହ୍ନରେ ବିଶ୍ୱ ପାରା ଆଥଲେଟିକ୍ସ ଗ୍ରାଣ୍ଡ ପ୍ରି 2025 ପ୍ରତିଯୋଗିତା ଆରମ୍ଭ ହେବ। 3 ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ 145 ଜଣ ଭାରତୀୟ ପ୍ରତିଯୋଗୀ ଏବଂ 20ଟି ଦେଶର 105 ଜଣ ବିଭିନ୍ନ ବର୍ଗର ପ୍ରତିଯୋଗୀଙ୍କୁ ମିଶାଇ 250 ଜଣ ପାରା ଆଥଲେଟ୍ ଅଂଶଗ୍ରହଣ କରୁଛନ୍ତି। ସେମାନଙ୍କ ମଧ୍ୟରେ 90ଟି ଆଥଲେଟିକ୍ସ ପ୍ରତିଯୋଗିତା ଅନୁଷ୍ଠିତ ହେବ। ପ୍ୟାରିସ୍ 2024 ପାରା ଅଲିମ୍ପିକ୍ ସ୍ୱର୍ଣ୍ଣପଦକ ବିଜେତା ପ୍ରବୀଣ କୁମାର, ନବଦୀପ ସିଂ ଏବଂ ଧର୍ମବୀରଙ୍କ ନେତୃତ୍ୱରେ ଭାରତୀୟ ଦଳ ଏଥିରେ ଅଂଶଗ୍ରହଣ କରୁଛି। ମହିଳା ପ୍ରିମିୟର ଲିଗ୍ କ୍ରିକେଟ୍ ପ୍ରତିଯୋଗିତାର ଗତକାଲିର ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ବିଜୟୀ ହୋଇଛି। ମୁମ୍ବାଇଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ଗୁଜରାଟ ଜାୟାଣ୍ଟସ୍କୁ 9 ରନ୍ରେ ପରାସ୍ତ କରିଛି। ଟସ୍ ଜିତି ଗୁଜରାଟ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ 20 ଓଭରରେ 6 ୱିକେଟ୍ ବିନିମୟରେ 179 ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଅଧିନାୟକ ହରମନପ୍ରୀତ କୌର 33ଟି ବଲ୍ରୁ 54 ରନ୍ ସଂଗ୍ରହ କରିଥିଲେ। 180 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଗୁଜରାଟ 170 ରନ୍ କରିବାକୁ ସକ୍ଷମ ହୋଇଥିଲା। ହରମନପ୍ରୀତ କୌର ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ। ଉଭୟ ଦଳ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ପ୍ଲେ ଅଫ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇସାରିଛନ୍ତି। ଅନ୍ୟପକ୍ଷରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ୟୁପି ୱାରିୟର୍ସ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛନ୍ତି। ତେବେ ମୁମ୍ବାଇର ବ୍ରାଭୋର୍ନ ଷ୍ଟାଡିୟମ୍ଠାରେ ଆଜି ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ସନ୍ଧ୍ୟା 7:30ଟାରେ ମ୍ୟାଚ୍ ଖେଳାଯିବ। ଇଂଲଣ୍ଡର ବର୍ମିଂହାମ୍ଠାରେ ଆଜିଠାରୁ BWF ଅଲ୍ ଇଂଲଣ୍ଡ ଓପନ୍ ବ୍ୟାଡ୍ମିଣ୍ଟନ ଚାମ୍ପିୟନ୍ସିପ୍ ଆରମ୍ଭ ହେଉଛି। ମହିଳା ଏକକ ବର୍ଗରେ ଭାରତର ପିଭି ସିନ୍ଧୁ ଏବଂ ମାଲବିକା ବନସୋତ୍ଙ୍କ ମଧ୍ୟରେ ମୁକାବିଲା ହେବ। ସେହିଭଳି ପୁରୁଷ ଏକକ ବର୍ଗରେ ଲକ୍ଷ୍ୟ ସେନ୍ ଏବଂ ଏଚ୍ଏସ୍ ପ୍ରଣୟ ପରସ୍ପରକୁ ଭେଟିବେ। ପୁରୁଷ ମିଳିତ ବର୍ଗରେ ସାତ୍ୱିକ ସାଇରାଜ ରାଙ୍କିରେଡ୍ଡି ଏବଂ ଚିରାଗ ସେଟ୍ଟି ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଛନ୍ତି। ସେହିଭଳି ଏହି ଟୁର୍ଣ୍ଣାମେଣ୍ଟର ପୂର୍ବରୁ ଦୁଇଥର ସେମିଫାଇନାଲ୍କୁ ଉନ୍ନୀତ ହୋଇଥିବା ତ୍ରିସା ଜୋଲି ଏବଂ ଗାୟତ୍ରୀ ଗୋପୀଚନ୍ଦଙ୍କ ଯୋଡ଼ି ମଧ୍ୟ ଅଂଶଗ୍ରହଣ କରୁଛନ୍ତି। ମହିଳା ମିଳିତ ବର୍ଗରେ ତନିଷା କ୍ରାଷ୍ଟୋ, ଅଶ୍ୱିନୀ ପୋନାପ୍ପା ଏବଂ ପ୍ରିୟା କୋଞ୍ଜେଙ୍ଗବାମ୍ ଓ ଶ୍ରୁତି ମିଶ୍ରଙ୍କ ଯୋଡ଼ି ଅଂଶଗ୍ରହଣ କରୁଛନ୍ତି। ରୋହନ କାପୁର ଏବଂ ରିତ୍ୱିକ ଗଡ୍ଡେ, ସତୀଶ କୁମାର କରୁଣାକରନ୍ ଏବଂ ଆଦ୍ୟା ଭରିୟାତ, ଧ୍ରୁବ କପିଳା ଏବଂ ତନିଷା କ୍ରାଷ୍ଟୋଙ୍କ ଯୋଡ଼ି ମିଳିତ ବର୍ଗରେ ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରୁଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ସେଣ୍ଟ୍ରାଲ ୟୁନିଭର୍ସିଟି ଅଫ୍ ପଞ୍ଜାବ ଏବଂ ଭଟିଣ୍ଡା ଏମ୍ସର ସମାବର୍ତ୍ତନ ସମାରୋହରେ ଆଜି ଯୋଗଦେବେ ରାଷ୍ଟ୍ରପତି। ଭାରତ ଓ ମରିସସ୍ର ଇତିହାସ ଏବଂ ସଂସ୍କୃତି ପରସ୍ପର ସହ ଜଡ଼ିତ, କହିଲେ ପ୍ରଧାନମନ୍ତ୍ରୀ। 2024-25 ବର୍ଷ ପାଇଁ ଖାଦ୍ୟଶସ୍ୟ ଉତ୍ପାଦନ ଆକଳନ ରିପୋର୍ଟ ଉନ୍ମୋଚନ କଲେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ। ସିରିଆର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ଘୋଷଣା, ଶେଷ ହୋଇଛି କ୍ଷମତାଚ୍ୟୁତ ରାଷ୍ଟ୍ରପତି ଅସଦଙ୍କ ସମର୍ଥକଙ୍କ ବିରୋଧରେ ସାମରିକ ଅଭିଯାନ। ଏବଂ ନୂଆଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମ୍ଠାରେ ଆଜିଠାରୁ ଆରମ୍ଭ ହେଉଛି ବିଶ୍ୱ ପାରା ଆଥଲେଟିକ୍ସ ପ୍ରତିଯୋଗିତା। ସମ୍ବାଦ ଶେଷ ହେଲା।